ହଁ ଇଏ ନବୀନ ବାବୁଙ୍କର ପାଣ୍ଡିଆନ ପ୍ରେମ କାହିଁକି ଏତେ ରହୁଛି? ସିଏ ତାଙ୍କର ଗୋଟେ ସଦାବେଳେ ରହିଲା ଇଏ ମୁଁ କିଛି ଡେଲି ତମର ଗୋଡ ହାତ ମୋଡିଦେବି ତମ ଖାଇବା ପିଇବା ଇଏ ମେଡିସିନ ଫେଡିସିନ 10 ବର୍ଷ ହେଲା ଦେଖା ଦେଇ କରିବି ଇଏ କରିବି ତମର ମୋ ପ୍ରତି ଗୋଟେ ଦୁର୍ବଳତା ରହିବନି? ନା ଦୁର୍ବଳତା ରହିଲା ଠିକ ଅଛି ଯେ ମୁଁ କହିଲି ଏଇ ବିଜେଡି ନକ୍ସାରୁ ପଳେଇଲା ମାନେ ତଳି ତୁଳାନ୍ତ ହେଇଗଲା ସେଇ ପାଣ୍ଡିଆନ ପାଇଁ। ହଁ କିନ୍ତୁ ନବୀନ ପଟ୍ଟନାୟକ ଚାହେଁ ଯେ ସିଏ ପରେ ତା ପାର୍ଟିଟା ବି ନ ରହୁ ତା ସହିତ ତା ପାର୍ଟିଟା ବି ପଳଉ ସିଏ ତାର ଯେତିକି ଏଞ୍ଜୟ କରିବା କଥା କଲା। ହୁଁ ତ ପୁଣି ଥରେ ସେଇ ପାଣ୍ଡିଆନକୁ ଧରିକିରି ବର୍ତ୍ତମାନ ନବୀନ ଡେଉଁଛନ୍ତି ଏବଂ ତା ସହିତ ସୋସିଆଲ ମିଡିଆର ଗୋଟେ ଚାଲିଛି ଟ୍ରେଣ୍ଡିଂ ପାଣ୍ଡିଆନ ଫଟୋ ପକେଇକିରି ଯେ ହଁ ଓଡିଶାର ଉନ୍ନତି ପାଇଁ ପାଣ୍ଡିଆନ ତମେ ଫେରିଆସ। ହଁ ଆଚ୍ଛା ଓଡିଶାର ଉନ୍ନତି ଆଉ କଣ ଓଡିଆ ଲୋକ କେହି କରିପାରିବେନି? ହଁ ହୁଁ ନା ଓଡିଶାରେ କେହି ନେତା ତାର ତ ନାହାନ୍ତି? ଇଏ ଏଇ ସବୁ ତାର ଗୋଟେ ଟିମ୍ ପୁରା କାମ କଲା ନା ଗୋଟେ ସ୍ଵୟଂ ପ୍ରକାଶ ଯୋଉ କନକରେ ଥିଲା ଛାଡିକି ଯୋଉଟା ତାର ଗୋଟେ ମାସିକ 10 ଲକ୍ଷ ଟଙ୍କାର ବଜେଟ ଅଛି। ସିଏ ହୁଁ ଗୋଟେ ଟିମ୍ ଫିମ୍ ନେଇକି ପାଣ୍ଡିଆନ ଫେରିଆସ ହୁଁ ସୋସିଆଲ ମିଡିଆରେ ଆମର ତ ସତ୍ୟ ଭାଇ ଆଉ ସୁଲତା ଦେହ ଯୋଉ ଭଳିଆ ହଉଛନ୍ତି ଯେ ପାଣ୍ଡିଆନ ହିଁ ବିକାଶର ଇଏ ହୁଁ ଏଇ ସବୁ ଇଏ ଚାଲିଛି ମେନ୍ କଥା ହେଲା କଣ ଓଡିଶାର ବିକାଶ ହେଇଛି ସେ ହୁଁ କଥା ଲୋକଙ୍କୁ କହିବାକୁ ପଡିବ ଯେ ଏଇ ଗାଡି ମଟର ଘୋଡା ରାସ୍ତା ଘାଟକୁ ଯଦି ବିକାଶ କୁହାହବ ତାହେଲେ ତ ସମସ୍ତେ ବିକାଶ କରିଛନ୍ତି। ହୁଁ ପାଠ ପଢା ଆଡିକି ପଳେଇବାକୁ ପଡିବ ପାଠ ପଢା ଯିଏ ଲୋନ କରିବ ଇଏ କରିବ ଏଇ ସବୁ ଆଡିକି ଗଲେ ହିଁ ହବ ସେଇ ଟ୍ରେଣ୍ଡିଂ ଟା ସେମାନେ ରଖିବେ କାରଣ ତାଙ୍କର ପଇସା ଅଛି। ମେକାନିଜିମ୍ ଅଛି। ହୁଁ ତାପରେ ବିଜେଡିରେ ଗୋଟେ ସିଚୁଏସନ ମୁଁ କହିଦଉଛି ଏଇଟା କେତେବେଳେ ଭିଡିଓରେ କହିଦବ ସରିଯାଇଛି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀରୁ ଇସ୍ତଫା ଦେବେ ଆର ବର୍ଷ ଜୁନ ମାସରେ ହୁଁ ସେତିକ ସବୁ ସିନିୟର ଲିଡର ଇଏ ପ୍ରତାପ ଜେନା ସଞ୍ଜୟ ଶର୍ମା ଦେବୀ ମିଶ୍ର ପ୍ରତାପ ଦେବ ଏମାନେ ସବୁ ଯାଇଥାନ୍ତି। ହୁଁ ଇଏ ହେଲା ସେଠୁ ପାଣ୍ଡିଆନ କହୁଛନ୍ତି ନାଇଁ ମୋ ଯୋଗୁ ଏତେ ବଡ ଇଏ ହେଲା ମୁଁ ଛାଡିକି ପଳେଇବି ଇଏ କରିବି ପ୍ରତାପ ଯେ ଭାଇ କଣ କଲା କହିଲ ଯାଇକି ହୁଁ ପାଣ୍ଡିଆନକୁ କୁଣ୍ଡେଇ କଲା ନା ଭାଇ ତମେ ଯାଅନି ନା ଭାଇ ତମେ ଯାଅନି ତମେ ଗଲେ ହବନି ଏ ଦଳ ରହିବନି ତମେ ରୁହ ହୁଁ ଏମିତି କହିକି ତାକୁ କାନ୍ଦିଲା। ହୁଁ ତେଣୁକରି ଓଡିଆଙ୍କର ଯୋଉ ଏଇ ଗୁଣ ଟା ଅଛି ହୁଁ ଆଉ ଇଏ କରିଛି ଆପଣ ଗୋଟେ ଭିଡିଓ କରିଦିଅନ୍ତୁ ଯେ ପ୍ରତାପ ଜେନାଙ୍କ ଯୋଗୁ ଆଜି ଓଡିଶା ବାସୀ ଇଏ ହୁଁ କରୁଛନ୍ତି ତାପରେ ଇଲେକ୍ଟ୍ରିକାଲ ବଣ୍ଡରେ ଯେତେକ ପଇସା ଆଦାୟ ହେଇଛି ହୁଁ ସିଏ ତା ସହିତ ଅଛି। ତାପରେ ଏମାନେ କଣ ଗୋଟେ ପଲିଟିକାଲ ଲଢେଇ ନ କରିକି 2014ରେ ଖାଲି ବିକାଶ 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 ହୁଁ ହେଇକି ହେଲେ ହୁଁ ତା ଫଳରେ ତାଙ୍କୁ ସେଟିଂ କରିକି ରହିବାକୁ ପଡିଲା ଯେ ଯାହା ହଉ ଆମର ସେ ସେଟିଂ ରେ ଅଶ୍ୱିନୀ ବୈଷ୍ଣବ ସହିତ ଡାଇରେକ୍ଟ ଟଚ୍ ରେ ରହିଲା କିଏ ପାଣ୍ଡିଆନ ହୁଁ ତାକୁ ସବୁ ନବୀନ ଧରେଇଛି ହୁଁ ଏଇ ସବୁ ହେଇଛି ତେଣୁକରି ପାଣ୍ଡିଆନ ତାର ଗୋଟେ ମାନେ ଜୀବନ ନାଟିକା ଭଳିଆ ହୁଁ ଆଉ ସିଏ ତାପରେ ଏଇ ଓଡିଆ ଲୋକମାନେ ନିଜକୁ ସେତିକି ସମୃଦ୍ଧ କି ଇଂଲିଶ ଫିଙ୍ଗଲିଶ କହିନାହାନ୍ତି ଇଏ ନାହାନ୍ତି ରାଜନୀତିରେ କଣ କହିଲ ଯୋଉ ଟପ୍ ଲିଡର ମାନେ ନୁହଁ କି ଚାପଲୁସି ଲୋକଙ୍କୁ ଖୋଜନ୍ତି। ହୁଁ ଆଉ ଇଏ କରିକି ତେଣୁକରି ସବୁ ପାର୍ଟିରେ ସେଇଆ ହୁଁ ନା ଏମିତି କଣ ବିଜେଡିରେ ଆଉ କେହି ଲିଡର ନାହାନ୍ତି ଯେ ଲିଡରସିପ ନାଇଁ କରିପାରିବ? ବିଜେଡି ସ୍ପ୍ଲିଟ ହବ ଆଗକୁ ବିଜେଡି ସ୍ପ୍ଲିଟ ହେଲେ ହିଁ ହବ ଆଉ ବିଜେଡି ଭିତରେ ନେତୃତ୍ୱର ବିକାଶ ହେଇପାରିବନି କାରଣ ବିଜେଡି ପାର୍ଟି ଟା ଗୋଟେ ପାୱାର ସେଣ୍ଟ୍ରିକ ହେଇଥିଲା ଆଉ ତା ପଛରେ ବିଜେପି ଥିଲା ହୁଁ ତେଣୁକରି ତାର ଜନ୍ମଦାତ୍ରୀ ହଉଛି ସେଇଟା ଆଇଡିଓଲୋଜିକାଲ ଫାଇଟ ରୁ ଆସିନାହାନ୍ତି ହୁଁ ହୁଁ ତେଣୁକରି ବିଜେଡି ନ୍ୟାଚୁରାଲି ମରିବ ହୁଁ ତାକୁ ଏଇ ଇଏରେ କରିଦବାକୁ ପଡିବ ସଦାବେଳେ ମାନବ ସମ୍ବଳର ଇଏ ଯେ ଓଡିଶା ଚାହିଁଥିଲା ଆହୁରି କଣ ହେଇପାରିଥାନ୍ତା ହୁଁ ସେଇ ରିଜର୍ଭେସନ ଇସ୍ୟୁରେ ପଳେଇବ ସେଇ ଇଡବ୍ଲ୍ୟୁଏସ୍ ଇସ୍ୟୁ ଅଛି ଯୋଉଟା ଅପର କାଷ୍ଟ ଲୋକଙ୍କ ପାଇଁ ସେଇଟା କାଇହିଁ ଓଡିଶାରେ ଲାଗୁ ହଉନି ହୁଁ ତମେ ତ ଓବିସି ଲାଗୁ କରୁନ ଏଇଟା କଣ ଲାଗୁ କରିବ ଏଇ ହୁଁ ସବୁ ଇସ୍ୟୁରେ ହିଁ ପାଣ୍ଡିଆନକୁ ମାରି ହବ ହୁଁ ଆମ ଯାଜପୁର ଭଦ୍ରକରେ ଯୋଉ କଣ୍ଟ୍ରାକ୍ଟର କାମ ହବ ସବୁ କୋଉ ସିମେଣ୍ଟ ବାଲା କରିବ ଇଏ କରିବ ବିକାଶ ଟା କଣ ଆମ ପିଲା ତ ଦାଦନ ଯାଉଛନ୍ତି ନା ହୁଁ ଏଇ ହିଁ କଥା ତେଣୁକରି ମନ୍ଦିର ଫନ୍ଦିର କଲେ କିଛି ବିକାଶ ହୁଏନି ଆଚ୍ଛା ଏଇ ଯୋଉ ପାଣ୍ଡିଆନ ଫେଭର ପାଇଁ ଇଏ ବିଜେଡି ଯୋଉ ବର୍ତ୍ତମାନ ଅଛି ସେ ପୁରା ନରମ ଭାବ ପୋଷଣ କରୁଛି କି ବିଜେପି ପ୍ରତି ବିଜେପି ସେ ସେଟିଂ ରେ ଅଛି ବିଜେପି ବି ଚାହୁଁଛି କଂଗ୍ରେସ ଟା ଯାହା ଯେମିତି ହେଇକି ଥାଉ କୋଷ୍ଟାଲରେ ତ କିଛି ନାହିଁ ହୁଁ ଆଉ ବିଜେଡି ଟା ତାର ନ ଭାଙ୍ଗିକି ରହିଲେ ହୁଁ ସଲାସୁତୁରା ହେଇକି ଆମେ ଇଏ କରିବା ହୁଁ କାରଣ ଆଇଡିଓଲୋଜିକାଲ ବେସିସ ରେ ଯଦି ବିଜେଡି ସ୍ପ୍ଲିଟ ହେଇଯିବ
ହୁଁ ମନେକର ସମାଜବାଦୀ ପାର୍ଟି ହେଇଗଲା କି ଗୋଟେ ସେକୁଲାର ଦଳ ହେଇଗଲା, ହୁଁ କୋଷ୍ଟାଲ ଓଡିଶାରେ 18-20ଟା ସିଟ୍, ହୁଁ 18-20ଟା ସିଟ୍ ପ୍ଲସ କଂଗ୍ରେସ କମ୍ୟୁନିଷ୍ଟ ଫମ୍ୟୁନିଷ୍ଟ ସେ ଯୋଉ 8ଟା ଦଳ ହୁଁ ସବୁ ମେଣ୍ଟ କରିକି ଯଦି ନ୍ୟାରେଟିଭରେ ଲଢେଇ କରିଦେବେ ଏରାକ ହଜିଯିବେ। ହୁଁ ତେଣୁକରି ସିଏ ବିଜେପିରେ ବର୍ତ୍ତମାନ ଇଚ୍ଛା ଯେ ବିଜେପିଟା ଯାହା ଯେମିତି ହଉ ଥାଉ, ହୁଁ କିନ୍ତୁ ବିଜେପିଟା ଭାଙ୍ଗିବ। ଭାଙ୍ଗିବ ମାନେ ସ୍ପ୍ଲିଟ୍ ହବ। ଉଦ୍ଧବ ଠାକରେ ଶିବସେନା ଭଳିଆ ନୁହଁ, ଲୋକ ବିଜେଡି ସହିତ ରହିବେନି। କାରଣ ଗାଁ ଗହଳିରେ ଏଇ ଯୋଉ ଉତ୍ସାହ ପାଣ୍ଡିଆନକୁ ନେଇ ଉତ୍ସାହ ନାହିଁ। ହୁଁ ଲୋକ ସବୁ କହୁଛନ୍ତି ହଁ ସିଏ ନବୀନ କହୁଥିଲା ସବୁ ବୁଝାବୁଝି କାମ ତାର ଭଲ, ସେ ହୁଁ ଅଫିସର ରହୁ, ରାଜନୀତି ନ କରୁ। ହୁଁ ସାଧାରଣରେ ଏଇଟା ଅଛି। ହୁଁ ତେଣୁକରି ତାକୁ ତାପରେ ପଲିଟିକ୍ସରେ କାହାର ଲୋକ ହେଇକି ଆମେ ଯଦି ଓରି ହେଇଯିବା ହୁଁ ପାଣ୍ଡିଆନ ରହିବ ଆସିବ ଇଏ ସେଇଟା ବି ହୁଁ ମୂର୍ଖତା। ତାକୁ ସାମ୍ନା କରିବାକୁ ପଡିବ। ତାହେଲେ ବର୍ତ୍ତମାନ ବିଜେଡିର ଅବସ୍ଥା ଭଲ ନାହିଁ। ନା ସେଟା କେବେକୁ ଭାଙ୍ଗିବ ବୋଲି ଲାଗୁଛି? ସେଇଟା ମତେ ଲାଗୁଛି 2027 ଭିତରେ କ୍ଲିୟର ପିକ୍ଚର ଆସିଯିବ। ହୁଁ ହୁଁ ତାହେଲେ ଆଉ ଗୋଟେ 2026 ରାଜ୍ୟସଭାରେ ହୁଁ ଯୋଡେ ଆସନ ବିଜେପି ନବ ଯେମିତି ହେଲେ, ହୁଁ ଗୋଟେ ବିଜେଡି ଆରାମସେ ନେଇପାରିବ। ହୁଁ ଚତୁର୍ଥ ଆସନରେ ବିଜେପି କାହାକୁ ଦଉଛି ଆଉ ଇଏ ଯୋଉ ନୀରବ ରହିବେ ସେଠି ବି ଭାଣ୍ଡିଆ ହବ। ହୁଁ ଆଚ୍ଛା ଏଇଆ ହଉଛି କଥା ଆଉ। ତାନେ 2026-27 ସୁଦ୍ଧା ବିଜେଡି ସଫା? ସଫା ସେଇଟା ନାଇଁ, ସେଇଟା ହେଲେ କଣ କହିଲ ଇଏ ହବ ଯେ ଇଏ ପାଣ୍ଡିଆନ ରହିଲେ କାହିଁକି, ଏମିତି କରିକି ଭିଡିଓ ଫିଡିଓ କଲେ ତାକୁ ଇଏ ହବ। ଏଇ ପ୍ରତାପ ଜେନା କଥାଟା, ଏଇଟା କଥାଟା। ହୁଁ ଆଚ୍ଛା